ସେଦିନ ଷ୍ଟେସନରେ ବହୁତ ଭିଡ଼ ଥିଲା। ସମସ୍ତେ ନିଜ ନିଜ କାମରେ ବ୍ୟସ୍ତ ଥିଲେ। 3 ନମ୍ବର ପ୍ଲାଟଫର୍ମରେ ଏକ ଠେଲା ଗାଡ଼ିରେ ସିଙ୍ଗଡ଼ା ଛଣା ଚାଲିଥିଲା। ସେହି ବ୍ୟକ୍ତିଙ୍କ ହାତରେ ଗରମ ତେଲ ଛିଟା ପଡ଼ିବାର ଚିହ୍ନ ଥିଲା। ତାଙ୍କ ସାର୍ଟ ଝାଳରେ ସମ୍ପୂର୍ଣ୍ଣ ଭିଜି ସାରିଥିଲା ଏବଂ ତାଙ୍କ କପାଳରେ ଚିନ୍ତାର ରେଖା ସ୍ପଷ୍ଟ ଭାବରେ ଦେଖାଯାଉଥିଲା। ତାଙ୍କ ନାଁ ଥିଲା ରତିକାନ୍ତ। ଗୋଟେ ସମୟରେ ସେ ଜଣେ ସରଳ କିନ୍ତୁ ପରିଶ୍ରମୀ ବ୍ୟକ୍ତି ଥିଲେ। ସେ ତାଙ୍କ ସ୍ତ୍ରୀର ଶିକ୍ଷା ପାଇଁ ନିଜର ସମସ୍ତ ସଞ୍ଚୟ ଖର୍ଚ୍ଚ କରିଦେଇଥିଲେ। ବର୍ତ୍ତମାନ ପରିସ୍ଥିତି ଏମିତି ହୋଇଯାଇଥିଲା ଯେ ତାଙ୍କୁ ଷ୍ଟେସନରେ ସିଙ୍ଗଡ଼ା ବିକ୍ରି କରିବାକୁ ପଡୁଥିଲା। ତଥାପି ତାଙ୍କର କାହା ବିରୁଦ୍ଧରେ କୌଣସି ଅଭିଯୋଗ ନଥିଲା। ସେ ନିଜ ଜୀବନରେ ଯେତିକି ଥିଲା ସେଥିରେ ହିଁ ଖୁସି ଥିଲେ। ଠିକ୍ ସେତିକିବେଳେ ପ୍ଲାଟଫର୍ମକୁ ଏକ ଟ୍ରେନ୍ ଆସିଲା। କିଛି ଯାତ୍ରୀ ଟ୍ରେନ୍ରୁ ଓହ୍ଲାଇଲେ ଏବଂ କିଛି ଚଢ଼ିଗଲେ। ରତିକାନ୍ତ ସବୁଦିନ ସମାନ ପରି ଚିତ୍କାର କଲେ, ଗରମ ସିଙ୍ଗଡ଼ା ନିଅ, 10 ଟଙ୍କାରେ 3ଟା। କିନ୍ତୁ ଏଥର କିଛି ଭିନ୍ନ ଘଟିଲା। ହଠାତ୍ ପ୍ଲାଟଫର୍ମରେ ଏକ ଗଣ୍ଡଗୋଳ ହେଲା। ଷ୍ଟେସନ ମାଷ୍ଟର ଦୌଡ଼ି ଆସିଲେ। ଗାର୍ଡମାନେ ସତର୍କ ହୋଇଗଲେ ଏବଂ କିଛି ଲୋକ ହାତ ଯୋଡ଼ି ଧାଡ଼ିରେ ଠିଆ ହେଲେ। ଠିକ୍ ସେତିକିବେଳେ ପ୍ଲାଟଫର୍ମ ପାଖରେ ଏକ ଚମକଦାର ସରକାରୀ ଗାଡ଼ି ଅଟକିଗଲା। ତା ପଛରେ ଆଉ 2ଟି ଗାଡ଼ି ଥିଲା। ଚାରିଆଡ଼େ ନୀରବତା। ଜଣେ ମହିଳା ସେହି ଗାଡ଼ିରୁ ଓହ୍ଲାଇ ପଡ଼ିଲେ। ସେ ଏକ ନୀଳ ରଙ୍ଗର ସିଲ୍କ ଶାଢ଼ୀ ପିନ୍ଧିଥିଲେ, କଳା ଚଷମା ଏବଂ ତାଙ୍କ ମୁହଁରେ କଠୋର ଭାବ ଥିଲା। ସେ ଥିଲେ ଡିଏମ୍ ମାଲିନୀ ବର୍ମା। ତାଙ୍କ ସହିତ କିଛି ସୁରକ୍ଷା କର୍ମୀ ମଧ୍ୟ ଥିଲେ। ସେ ଦ୍ରୁତ ଗତିରେ ଚାଲୁଥିଲେ। ତାଙ୍କ ଆଖିରେ ଜଣେ ଅଧିକାରୀଙ୍କ ପରି ତୀକ୍ଷ୍ଣତା ଥିଲା ଏବଂ ତାଙ୍କ ମୁହଁରେ ଏକ ଶୀତଳ ଗର୍ବ ସ୍ପଷ୍ଟ ଭାବରେ ଦେଖାଯାଉଥିଲା। ସେ ସିଧା ଆଗକୁ ବଢ଼ି ଚାଲିଲେ, ଯେପରି କାହାକୁ ଦେଖିବା କିମ୍ବା ଚିହ୍ନିବା ତାଙ୍କ ପାଇଁ କଷ୍ଟକର। କିନ୍ତୁ ଗାଡ଼ି ପଛରେ ଠିଆ ହୋଇଥିବା ରତିକାନ୍ତ ତାଙ୍କୁ ଚାହିଁ ରହିଲେ। ତାଙ୍କ ହାତ କିଛି ମୁହୂର୍ତ୍ତ ପାଇଁ ଅଟକିଗଲା। ମାଲିନୀ ମଧ୍ୟ ଥରେ ପଛକୁ ବୁଲି ଚାହିଁଲେ। ତାଙ୍କ ଆଖି ରତିକାନ୍ତଙ୍କ ସହିତ ମିଶିଗଲା। କିଛି ମୁହୂର୍ତ୍ତ ପାଇଁ ଏମିତି ଲାଗିଲା ଯେମିତି ସମୟ ସେଇଠି ଅଟକିଗଲା। ତାପରେ ମାଲିନୀ କିଛି ନ କହି ଆଗକୁ ବଢ଼ିଲେ, ଯେପରି ସେ ରତିକାନ୍ତକୁ କେବେ ଆଗରୁ ଜାଣି ହିଁ ନଥିଲେ। ରତିକାନ୍ତ ସେଠାରେ ଚୁପ୍ ହେଇ ଠିଆ ହୋଇଥିଲେ। ସେ କିଛି କହିପାରୁନଥିଲେ କି କିଛି କରିପାରୁନଥିଲେ। ତାଙ୍କୁ ଭିତରୁ ଏକ ବଡ଼ ଝଟକା ଲାଗିଲା ପରି ମନେ ହେଉଥିଲା। ଏବେ ପାଖରେ ଠିଆ ହୋଇଥିବା ଲୋକମାନେ ତାଙ୍କୁ ଚାହିଁବାକୁ ଲାଗିଲେ। କେତେକ ହସୁଥିଲେ ଏବଂ କେତେକ ନିଜ ନିଜ ମଧ୍ୟରେ ଧୀରେ ଧୀରେ କଥା ହେଉଥିଲେ। କେହି ଜଣେ କହିଲେ, ଆରେ ହେଇ, ଏହି ସିଙ୍ଗଡ଼ାବାଲା କ'ଣ ଡିଏମ୍ ମ୍ୟାଡାମଙ୍କ ସ୍ୱାମୀ? ଏବେ ମ୍ୟାଡାମ ଏମିତି ଲୋକକୁ କେମିତି ମନେ ରଖିବେ? ଏ କଥା ଶୁଣି ରତିକାନ୍ତ ବହୁତ ଅପମାନିତ ଅନୁଭବ କରୁଥିଲେ। ଠିକ୍ ସେତିକିବେଳେ 2 ଜଣ ପୋଲିସ ତାଙ୍କ ପାଖକୁ ଆସିଲେ ଏବଂ ପଚାରିଲେ, ତୁମେ କ'ଣ ରତିକାନ୍ତ? ରତିକାନ୍ତ ଧୀରେ ଧୀରେ ହଁ କହିଲେ। ତାପରେ ସେ ପୋଲିସ କହିଲେ, ଚୁପଚାପ ଚାଲ, ତୁମ ବିରୁଦ୍ଧରେ ଅଭିଯୋଗ ଅଛି। ବିନା ଅନୁମତିରେ ଷ୍ଟେସନରେ ଠେଲା ଲଗେଇବା, ଅଳିଆ ଆବର୍ଜନା ପକାଇ ଅପରିଷ୍କାର କରିବା ଏବଂ ଅଧିକାରୀଙ୍କ ସମ୍ମୁଖରେ ହଙ୍ଗାମା କରିବା। ରତିକାନ୍ତ କିଛି ବୁଝିପାରିଲେ ନାହିଁ। ସେ କହିଲେ ଯେ ମୁଁ କିଛି ଭୁଲ କରିନାହିଁ। କିନ୍ତୁ କେହି ତାଙ୍କ କଥା ଶୁଣିଲେ ନାହିଁ। ପୋଲିସ ତାଙ୍କୁ ଧରି ଥାନାକୁ ନେଇଗଲେ। ତାଙ୍କୁ ଥାନାରେ ତଳେ ବସାଇ ଦିଆଯାଇଥିଲା। ତାପରେ ଜଣେ ଇନ୍ସପେକ୍ଟର ଚିତ୍କାର କଲେ, ଡିଏମ୍ଙ୍କ ସ୍ୱାମୀ ଆସିଛନ୍ତି। ମ୍ୟାଡାମ ନିଜେ ତାଙ୍କୁ ଶିକ୍ଷା ଦେବାକୁ କହିଛନ୍ତି। ରତିକାନ୍ତଙ୍କ ଆଖି ଆଶ୍ଚର୍ଯ୍ୟରେ ମେଲା ହୋଇଗଲା। ସେ କହିଲେ, ମୁଁ ମାଲିନୀଙ୍କ ସ୍ୱାମୀ। ମୁଁ କ'ଣ କରିଛି? କିନ୍ତୁ ସେ ତାଙ୍କ କଥା ଶେଷ କରିବା ପୂର୍ବରୁ ତାଙ୍କ ପିଠିରେ ମାଡ଼ ବସିଗଲା। ଥାନାରେ ସମସ୍ତେ ହସିବାକୁ ଲାଗିଲେ। କେହି ଜଣେ କହିଲା, ଏ ଶୁଣ, ଏହି ସିଙ୍ଗଡ଼ାବାଲା କହୁଛି କି ସେ ଡିଏମ୍ଙ୍କ ସ୍ୱାମୀ। ଏବେ ସମସ୍ତେ ତାଙ୍କୁ ପରିହାସ କରିବାକୁ ଲାଗିଲେ। କେହି ଜଣେ କହିଲା, ତୁ ତ ମୁହଁ ଦେଖିଛୁ, ତୁ ଡିଏମ୍ଙ୍କ ସ୍ୱାମୀ। ଏହା ବହୁତ ଅଧିକ ହେଇଯାଉଛି। ଗାଳି, ମାଡ଼ ଏବଂ ଅପମାନ ସବୁକିଛି ଏକା ସାଙ୍ଗରେ ଚାଲିଥିଲା। କିନ୍ତୁ ରତିକାନ୍ତ ନୀରବ ଥିଲେ। ତାଙ୍କ ଆଖିରେ ଏବେ ଲୁହ ନଥିଲା, କେବଳ ଏକ ଗଭୀର ନୀରବତା ଥିଲା, ଯେଉଁଥିରେ ଯନ୍ତ୍ରଣା, ଅପମାନ ଏବଂ ନିଆଁ ଜଳୁଥିଲା। ପରଦିନ ସକାଳେ କୌଣସି ମାମଲା ପଞ୍ଜୀକୃତ ନ କରି ତାଙ୍କୁ ମୁକ୍ତ କରାଯାଇଥିଲା। ରତିକାନ୍ତ ସିଧା କଲେକ୍ଟରେଟ୍ କାର୍ଯ୍ୟାଳୟକୁ ଗଲେ।
ଗେଟ୍ରେ ସୁରକ୍ଷା କର୍ମୀମାନେ ଠିଆ ହୋଇଥିଲେ। ରତିକାନ୍ତ କହିଲେ, ମୁଁ ମାଲିନୀଙ୍କୁ ଭେଟିବାକୁ ଚାହୁଁଛି। ସେ ମୋ ସ୍ତ୍ରୀ। ଗାର୍ଡମାନେ ହସି ହସି କହିଲେ, ତୁମେ ପୁଣି ଆସିଛ? ମୁଁ ଗତକାଲି ମଧ୍ୟ ତୁମକୁ ବୁଝାଇଥିଲି, ଏଠାରେ ମଜା କରାଯାଏ ନାହିଁ। ଠିକ୍ ସେତିକିବେଳେ ଜଣେ ଅଧିକାରୀ ବାହାରକୁ ଆସିଲେ। ସେ ରତିକାନ୍ତଙ୍କ ଅବସ୍ଥା ଦେଖି ରାଗିଯାଇ କହିଲେ, ତାଙ୍କୁ ଏଠାରୁ ବାହାର କରିଦିଅ। ତାଙ୍କର ସାହସ ଦେଖ। ମାଲିନୀ କିଏ? ତାଙ୍କ ସ୍ୱାମୀ କିଏ? ଗାର୍ଡମାନେ ରତିକାନ୍ତଙ୍କୁ ଫାଟକ ବାହାରକୁ ଠେଲି ଦେଇଥିଲେ। କିନ୍ତୁ ଏଥର ରତିକାନ୍ତ ଚୁପ୍ ବସିଲେ ନାହିଁ। ସେ ଏକ RTI ଫର୍ମ ପୂରଣ କଲେ। ଏଥିରେ ଲେଖାଥିବା ପ୍ରଶ୍ନ ଥିଲା, ଜିଲ୍ଲା ମାଜିଷ୍ଟ୍ରେଟ ମାଲିନୀ ବର୍ମା ବିବାହିତ କି? ଯଦି ହଁ, ତେବେ ତାଙ୍କ ସ୍ୱାମୀଙ୍କ ନାମ କ'ଣ? କିଛି ଦିନ ମଧ୍ୟରେ ଏହି ଫାଇଲ ମାଲିନୀଙ୍କ କାର୍ଯ୍ୟାଳୟରେ ପହଞ୍ଚିଲା। ଅଧିକାରୀ ଧୀରେ ଧୀରେ ତାଙ୍କ ପାଖକୁ ଯାଇ କହିଲେ, ମ୍ୟାଡାମ, ଏହି RTI ଆସିଛି। ଆପଣଙ୍କୁ ଏହାର ଉତ୍ତର ଦେବାକୁ ପଡ଼ିବ। ମାଲିନୀ ଫର୍ମଟି ଦେଖିଲେ, ତାକୁ ପଢ଼ିଲେ ଏବଂ ରାଗିଯାଇ ଚିରିଦେଲେ। ସେ କହିଲେ, ଯେଉଁ ବ୍ୟକ୍ତି ୟାକୁ ପଠାଇଛନ୍ତି ତାଙ୍କୁ ଉଚିତ ଶିକ୍ଷା ଦିଅ। ଏ କଥା ବାହାରକୁ ଯିବା ଉଚିତ ନୁହେଁ। ଅଧିକାରୀ ଭୟଭୀତ ହୋଇ କହିଲେ, କିନ୍ତୁ ମ୍ୟାଡାମ, ଏହା ଏକ ଆଇନଗତ ବ୍ୟବସ୍ଥା। ଆପଣଙ୍କୁ ଉତ୍ତର ଦେବାକୁ ପଡ଼ିବ, ନଚେତ୍ ମାମଲା କୋର୍ଟକୁ ଯାଇପାରେ। ମାଲିନୀ ଥଣ୍ଡା ସ୍ୱରରେ କହିଲେ, ସେ କୋର୍ଟକୁ ଯାଉ, ମୁଁ କୌଣସି ଉତ୍ତର ଦେବି ନାହିଁ। ଚୁପ୍ ରୁହ ଏବଂ ଗଣମାଧ୍ୟମରେ ପହଞ୍ଚିବା ପୂର୍ବରୁ ଏହି କଥାକୁ ଚାପି ଦିଅ। କିନ୍ତୁ ଏଥର ରତିକାନ୍ତ ମଧ୍ୟ ଚୁପ୍ ରହିଲେ ନାହିଁ। ଜଣେ ସ୍ଥାନୀୟ ସାମ୍ବାଦିକ ରତିକାନ୍ତଙ୍କୁ ଖୋଜି ବାହାର କଲେ। କ୍ୟାମେରା ସାମ୍ନାରେ ରତିକାନ୍ତ କହିଥିଲେ, ମୁଁ ମାଲିନୀଙ୍କ ସ୍ୱାମୀ। ମୁଁ ତାଙ୍କୁ ପାଠ ପଢ଼େଇଛି। ମୁଁ ମୋର ଜମି ବନ୍ଧା ରଖି ତାଙ୍କର କୋଚିଂ ପୂରା କରେଇଥିଲି। ଆଜି ସେ ଜଣେ DM, କିନ୍ତୁ ସେ ମୋତେ ଚିହ୍ନିବାକୁ ମନା କରୁଛନ୍ତି। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ସ୍ଥାନୀୟ ଚ୍ୟାନେଲ ଗୁଡ଼ିକରେ ଏହି ଶୀର୍ଷକ ଚାଲିଥିଲା, ସତରେ ସିଙ୍ଗଡାବାଲା କ'ଣ DMଙ୍କ ସ୍ୱାମୀ? ଷ୍ଟେସନରେ DM ତାଙ୍କ ସ୍ୱାମୀଙ୍କୁ ଚିହ୍ନି ପାରିନଥିଲେ। ଏବେ ଏହି ମାମଲା କେବଳ ପୋଲିସ ଷ୍ଟେସନ କିମ୍ବା ଅଫିସରେ ସୀମିତ ନଥିଲା। ଏହା ଲୋକ ଏବଂ ଗଣମାଧ୍ୟମ ପାଖରେ ପହଞ୍ଚିଥିଲା। ରତିକାନ୍ତ ଜିଲ୍ଲା କୋର୍ଟରେ ଏକ ମାମଲା ଦାୟର କରିଥିଲେ। ସେ କହିଥିଲେ, ମୁଁ DM ମାଲିନୀଙ୍କ ସ୍ୱାମୀ। ମୋ ପାଖରେ ପ୍ରମାଣ ଅଛି, ବିବାହ ପ୍ରମାଣପତ୍ର, ଫଟୋଗ୍ରାଫ, ସାକ୍ଷୀ ଏବଂ ଡକୁମେଣ୍ଟ। ଯଦି କୌଣସି ଅଧିକାରୀ ଏହାକୁ ମିଛ ବୋଲି ଭାବନ୍ତି, ତେବେ ଏହା ମୋର ସମ୍ମାନ ଏବଂ ପରିଚୟ ପ୍ରତି ଅପମାନ। କୋର୍ଟ ଶୁଣାଣିର ତାରିଖ ସ୍ଥିର କରିଥିଲେ। ଖବର ଗଣମାଧ୍ୟମରେ ପହଞ୍ଚିଲା ଏବଂ ଏବେ ମାମଲା ବଡ଼ ହୋଇଗଲା। DM ଅଫିସର ସମ୍ମାନ ଉପରେ ଏବେ ପ୍ରଶ୍ନ ଉଠିଲା। ରତିକାନ୍ତଙ୍କୁ କିଛି ଲୋକଙ୍କ ଠାରୁ ଧମକ ମିଳିବା ଆରମ୍ଭ ହେଲା। କେହି ତାଙ୍କ ସିଙ୍ଗଡା ଗାଡ଼ି ଭାଙ୍ଗିଦେଲେ, କିନ୍ତୁ ତଥାପି ସେ କୌଣସି ଅଭିଯୋଗ ଦାଖଲ କଲେ ନାହିଁ। ସେ କେବଳ କୋର୍ଟ ତାରିଖକୁ ଅପେକ୍ଷା କଲେ। ଏବେ ତାଙ୍କ ଚେହେରା ସାଧାରଣ ଲୋକଙ୍କ ପରି ନଥିଲା। ସେ ସତ୍ୟ ଏବଂ ଅଧିକାରର ସ୍ୱର ପାଲଟି ଯାଇଥିଲେ। ଏହା ଏକ ଉଚ୍ଚ ପଦବୀକୁ ମଧ୍ୟ ଦୋହଲାଇ ଦେଇପାରେ। ପ୍ରଥମ ଶୁଣାଣିର ଦିନ ଥିଲା। କୋର୍ଟରେ ଭିଡ଼ ଥିଲା। ମାଲିନୀଙ୍କ ପକ୍ଷରୁ 4 ଜଣ ଓକିଲ ଆସିଥିଲେ। ସମସ୍ତେ ସୁଟ୍ ଏବଂ ବୁଟ୍ ପିନ୍ଧିଥିଲେ। ରତିକାନ୍ତ ଏକା ଥିଲେ ଏବଂ ତାଙ୍କ ହାତରେ ମୋଟା ଫାଇଲ ଥିଲା। ତାଙ୍କ ହାତରେ ଏକ ପୁରୁଣା ଫାଇଲ, କିଛି କାଗଜପତ୍ର ଏବଂ ବାହାଘରର ଫଟୋ ଥିଲା। ବିଚାରପତି ପଚାରିଲେ, ତୁମେ କେଉଁ ଅଧିକାରରେ କହୁଛ ଯେ ତୁମେ ମାଲିନୀ ବର୍ମାଙ୍କ ସ୍ୱାମୀ? ରତିକାନ୍ତ ଚୁପଚାପ ତାଙ୍କ ବିବାହ ଫଟୋଗୁଡ଼ିକୁ ବିଚାରପତିଙ୍କ ସମ୍ମୁଖରେ ରଖିଲେ। ତାପରେ ସେ ଏକ ବିବାହ ପଞ୍ଜୀକରଣ କାଗଜ, ଗାଁ ସରପଞ୍ଚଙ୍କ ପ୍ରମାଣପତ୍ର ଏବଂ ମାଲିନୀ କୋଚିଂ ସମୟରେ ଲେଖିଥିବା ଏକ ଚିଠି ଦେଖାଇଲେ, ଯେଉଁଥିରେ ସେ ଲେଖିଥିଲେ, ରତିକାନ୍ତ, ଯଦି ମୁଁ କିଛି ବନିଗଲି, ତାହା କେବଳ ତୁମ ଯୋଗୁଁ ହେବି। ମାଲିନୀର ଓକିଲମାନେ ଏହି ପ୍ରମାଣଗୁଡ଼ିକୁ ଭୁଲ ପ୍ରମାଣିତ କରିବାକୁ ଚେଷ୍ଟା କରିଥିଲେ। ସେମାନେ କହିଥିଲେ ଯେ ଏସବୁ ନକଲି ହୋଇପାରେ। ଯଦି ବିବାହ ହୋଇଥାନ୍ତା, ତେବେ ଏହି ବ୍ୟକ୍ତି ମାଲିନୀର ସ୍ୱାମୀ ନୁହନ୍ତି, ବରଂ ତାଙ୍କ ପରିଚିତ ଜଣେ ହୋଇଥାନ୍ତେ। କିନ୍ତୁ ଯେତେବେଳେ କୋର୍ଟ ସାକ୍ଷୀମାନଙ୍କୁ ଡାକିଲେ, ଗାଁର ସରପଞ୍ଚ, ରତିକାନ୍ତଙ୍କ ପୁରୁଣା ସ୍କୁଲ ଶିକ୍ଷକ ଏବଂ କୋଚିଂ ସେଣ୍ଟରର ନିର୍ଦ୍ଦେଶକ, ଧୀରେ ଧୀରେ ସତ୍ୟ ବାହାରକୁ ଆସିବା ଆରମ୍ଭ କଲା। ସମସ୍ତେ ସମାନ କଥା କହିଲେ, ମାଲିନୀ ଏବଂ ରତିକାନ୍ତ ପ୍ରକୃତରେ ବିବାହିତ ଥିଲେ ଏବଂ ସମଗ୍ର ଗାଁ ଏହାର ସାକ୍ଷୀ। ରତିକାନ୍ତ ହେଉଛନ୍ତି ସେହି ବ୍ୟକ୍ତି ଯିଏ ମାଲିନୀର ଶିକ୍ଷା ପାଇଁ ସବୁକିଛି ଖର୍ଚ୍ଚ କରିଥିଲେ। କିଛି ବଳିଦାନ ଦିଆଯାଇଥିଲା। ବିଚାରପତି କିଛି କହିଲେ ନାହିଁ, କିନ୍ତୁ ତାଙ୍କ ମୁହଁରେ
ଆଶ୍ଚର୍ଯ୍ୟ ସ୍ପଷ୍ଟ ଭାବରେ ଦେଖାଯାଉଥିଲା। ସେ କେବଳ ପରବର୍ତ୍ତୀ ଶୁଣାଣିର ତାରିଖ ସ୍ଥିର କରିଥିଲେ। ପରବର୍ତ୍ତୀ ଶୁଣାଣି ଦିନ କୋର୍ଟ ବାହାରେ ଗଣମାଧ୍ୟମର ଭିଡ଼ ଜମିଥିଲା। ମାଲିନୀ ତାଙ୍କ ସରକାରୀ କାରରୁ ଓହ୍ଲାଇବା ପରେ ସମସ୍ତ କ୍ୟାମେରା ତାଙ୍କ ଆଡ଼କୁ ଘୁରି ବୁଲିଥିଲା। ତାଙ୍କ ମୁହଁରେ ଉତ୍ତେଜନା ସ୍ପଷ୍ଟ ଭାବରେ ଦେଖାଯାଉଥିଲା। ଅନ୍ୟପକ୍ଷରେ ରତିକାନ୍ତ ଏକ ପୁରୁଣା ସାର୍ଟ ଏବଂ ପୁରୁଣା ଚପଲ ପିନ୍ଧି କୋର୍ଟ ଭିତରକୁ ଆସିଥିଲେ। କିନ୍ତୁ ଏବେ ତାଙ୍କ ମୁହଁରେ କୌଣସି ଭୟ ନଥିଲା। ତାଙ୍କ ପାଦ ଦୃଢ଼ ଥିଲା। କୋର୍ଟରେ ବିଚାରପତି ଉଭୟ ପକ୍ଷଙ୍କୁ ପ୍ରଶ୍ନ ପଚାରିଲେ। ମାଲିନୀ ପୁଣି ସମାନ କଥା କହିଲେ, ମୁଁ ରତିକାନ୍ତଙ୍କୁ ଜାଣିନି। ତାପରେ ରତିକାନ୍ତ ତାଙ୍କ ପକେଟରୁ ଏକ ପୁରୁଣା ଡାଏରୀ ବାହାର କଲେ। ଏଥିରେ ମାଲିନୀଙ୍କ ଦ୍ୱାରା ଲିଖିତ ଏକ ଚିଠି ଥିଲା। ରତିକାନ୍ତ, ମୁଁ ଆଜି ଏକ ସାକ୍ଷାତକାର ଦେବାକୁ ଯାଉଛି। ତୁମେ ମୋତେ ଏ ପର୍ଯ୍ୟନ୍ତ ପହଞ୍ଚାଇଛ। ଏଥର କେବଳ ପ୍ରାର୍ଥନା କର ଯେ ମୁଁ ପାସ୍ ହୋଇଯାଏ। କୋର୍ଟରେ ସମ୍ପୂର୍ଣ୍ଣ ନୀରବତା ଥିଲା। ମାଲିନୀ ତାଙ୍କ ଆଖି ତଳକୁ କରିଦେଲେ। ବିଚାରପତି ତୁରନ୍ତ କିଛି କହିଲେ ନାହିଁ, କିନ୍ତୁ ସେ ନିଷ୍ପତ୍ତି ସଂରକ୍ଷିତ ରଖିଲେ। ନିଷ୍ପତ୍ତି ଦିନ କୋର୍ଟରେ ପ୍ରବଳ ଭିଡ଼ ଥିଲା। ବିଚାରପତି ତାଙ୍କ ନିଷ୍ପତ୍ତି ଘୋଷଣା କଲେ। ଏହା ସତ୍ୟ ଯେ ମାଲିନୀ ଏବଂ ରତିକାନ୍ତ ବିବାହିତ ଥିଲେ। ମାଲିନୀ ବର୍ମା ଜାଣିଶୁଣି ତାଙ୍କ ସ୍ୱାମୀଙ୍କ ପରିଚୟ ଲୁଚାଇ ରଖିଥିଲେ। ଏହି ନିଷ୍ପତ୍ତି ପରେ ସନ୍ଧ୍ୟାରେ ରତିକାନ୍ତ ପୁଣି ତାଙ୍କ ପୁରୁଣା ସିଙ୍ଗଡ଼ା ଗାଡ଼ି ପାଖକୁ ଫେରିଆସିଲେ। ସେ ପୂର୍ବ ପରି କଢ଼େଇରେ ସିଙ୍ଗଡ଼ା ଛାଣୁଥିଲେ। କିନ୍ତୁ ଏଥର ତାଙ୍କ ମୁହଁରେ କୌଣସି ଦୁଃଖ କିମ୍ବା ଆଶ୍ଚର୍ଯ୍ୟ ନଥିଲା। ସେଠାରେ କୌଣସି ଗାର୍ଡ ନଥିଲେ, କୌଣସି ସରକାରୀ ଗାଡ଼ି ନଥିଲା କିମ୍ବା କୌଣସି ଅଧିକାରୀ ନଥିଲେ। କେବଳ ସେହି ପୁରୁଣା କଢ଼େଇ, ସେହି ଗାଡ଼ି ଏବଂ ସେହି ରେଳ ପ୍ଲାଟଫର୍ମ। କିନ୍ତୁ ଏବେ ଏକ ପାର୍ଥକ୍ୟ ଥିଲା। ଏବେ ପ୍ରତ୍ୟେକ ପଥିକ ରତିକାନ୍ତକୁ ସମ୍ମାନର ସହିତ ଦେଖୁଥିଲେ। ସେହି ଷ୍ଟେସନରେ ଜଣେ ବ୍ୟକ୍ତି ଧୀରେ ଧୀରେ ତାଙ୍କ ପାଖକୁ ଆସି କହିଲେ, ରତିକାନ୍ତ ଭାଇ, କେବଳ ତୁମ ପରି ଲୋକମାନେ ବ୍ୟବସ୍ଥା ସହିତ ଲଢ଼ିପାରିବେ। ରତିକାନ୍ତ କିଛି କହିଲେ ନାହିଁ। କେବଳ ହସିଦେଇ ସେ ପ୍ଲେଟରେ ଏକ ସିଙ୍ଗଡ଼ା ରଖି କହିଲେ, ଏହା ଗରମ, ସାବଧାନର ସହିତ ଖାଅ। ସାଙ୍ଗମାନେ, ଆପଣମାନେ କ'ଣ ବିଶ୍ୱାସ କରୁଛନ୍ତି ଯେ ସତ୍ୟକୁ ଯେତେ ଚାପି ଦିଆଗଲେ ମଧ୍ୟ ଗୋଟିଏ ଦିନ ଏହା ବାହାରକୁ ଆସିଥାଏ? କମେଣ୍ଟରେ ଆପଣଙ୍କର ମତାମତ ସେୟାର କରନ୍ତୁ। ଏବଂ ଯଦି ଏହି କାହାଣୀଟି ଆପଣଙ୍କ ହୃଦୟକୁ ଛୁଇଁଛି ତେବେ ଭିଡ଼ିଓକୁ ଲାଇକ୍ କରନ୍ତୁ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଭୁଲନ୍ତୁ ନାହିଁ। ଧନ୍ୟବାଦ। ଜୟ ଜଗନ୍ନାଥ।